ସୁଭଦ୍ରା ଯୋଜନାରେ ଜାରି ହେଲା ଟୋଲ୍ ଫ୍ରି ନମ୍ବର। ମହିଳାମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ସୁଭଦ୍ରା ଯୋଜନା ଆରମ୍ଭ କରିଛନ୍ତି। ମହିଳାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ସେମାନଙ୍କ ଆର୍ଥିକ ସ୍ୱାଧୀନତା ତଥା ଡିଜିଟାଲ ଆର୍ଥିକ ସାକ୍ଷରତାକୁ ପ୍ରୋତ୍ସାହିତ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ଏହି ଯୋଜନାର ସଫଳ ରୂପାୟନକୁ ଦୃଷ୍ଟିରେ ରଖି ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଟୋଲ୍ ଫ୍ରି ନମ୍ବର 146778 ଜାରି କରାଯାଇଛି। ଏହି ନମ୍ବରଟି ସକାଳ 6ଟାରୁ ରାତି 10ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ। ଏହି ସମୟସୀମା ମଧ୍ୟରେ ଯେକୌଣସି ବ୍ୟକ୍ତି ଏହି ଟୋଲ୍ ଫ୍ରି ନମ୍ବରରେ କଲ୍ କରି ସୁଭଦ୍ରା ଯୋଜନା ଅନ୍ତର୍ଗତ ସମସ୍ତ ତଥ୍ୟ ପାଇପାରିବେ। ଏହି ମାର୍ଗଦର୍ଶିକା ଅନୁଯାୟୀ ଯେଉଁ ମହିଳାମାନେ ରାଜ୍ୟ କିମ୍ବା କେନ୍ଦ୍ର ସରକାର ଯୋଜନା ଅନ୍ତର୍ଗତ କୌଣସି ଆର୍ଥିକ ସହାୟତା ଯଥା ପେନ୍ସନ୍, ଛାତ୍ରବୃତ୍ତି ଇତ୍ୟାଦି ପ୍ରତି ମାସରେ 1500 ଟଙ୍କା କିମ୍ବା ତାଠାରୁ ଅଧିକ, ବାର୍ଷିକ ଆୟ 18,000 ଟଙ୍କା କିମ୍ବା ଅଧିକ ପାଉଥିବେ ସେମାନେ ଅଯୋଗ୍ୟ ଘୋଷିତ ହେବେ। କିନ୍ତୁ ଅଙ୍ଗନୱାଡ଼ି କର୍ମୀ, ସହାୟିକା, ଆଶାକର୍ମୀ, କମ୍ୟୁନିଟି ରିସୋର୍ସ ଫୋର୍ସ, ସିଆର୍ପି, ମାଷ୍ଟର କ୍ଲବ କିପରି ଏମ୍ବିକେ ଓ ଆଉଟସୋର୍ସିଂ ଏଜେନ୍ସି ଦ୍ୱାରା ନିମ୍ନ ନିଯୁକ୍ତ ମହିଳାମାନେ ମାର୍ଗଦର୍ଶିକାରେ ଥିବା ଅନ୍ୟ ସମସ୍ତ ମାନଦଣ୍ଡ ହିସାବରେ ଯୋଗ୍ୟ ହେଉଥିଲେ ସେମାନେ ମଧ୍ୟ ସୁଭଦ୍ରା ଯୋଜନାର ଆବେଦନ କରିପାରିବେ। ସୁଭଦ୍ରା ଯୋଜନାରେ ଆବେଦନ କରିବା ପାଇଁ ଆବଶ୍ୟକ ଡକୁମେଣ୍ଟ ହେଲା ପ୍ରଥମେ ଆଧାର କାର୍ଡ଼। ସୁଭଦ୍ରା ଯୋଜନା ଅଧୀନରେ ଲାଭ ପାଇ ଆବେଦନ କରୁଥିବା ମହିଳାମାନେ ସେମାନଙ୍କ ନାମରେ ଆଧାର କାର୍ଡ଼ ଥିବା ଆବଶ୍ୟକ। ମୋବାଇଲ ନମ୍ବର ଲିଙ୍କ। ଆଧାର କାର୍ଡ଼ ଆବେଦନକାରୀ ମୋବାଇଲ ନମ୍ବର ସହିତ ଲିଙ୍କ ହେବା ଜରୁରୀ। ବ୍ୟାଙ୍କ ଆକାଉଣ୍ଟ। ଆବେଦନଙ୍କ ପାଖରେ ଆଧାର ସକ୍ଷମ ଏବଂ ଡାଇରେକ୍ଟ ବେନିଫିଟ୍ ଟ୍ରାଞ୍ଜାକ୍ସନ୍ ଡେବିଟ୍ ସକ୍ଷମ ବ୍ୟାଙ୍କ ଆକାଉଣ୍ଟ ଥିବା ଆବଶ୍ୟକ। ଆଧାର ପଞ୍ଜୀକରଣ କିମ୍ବା ସଂଶୋଧନ। ଯଦି ଆବେଦନକାରୀଙ୍କ ପାଖରେ ଆଧାର ନମ୍ବର ନାହିଁ କିମ୍ବା ଆଧାର କାର୍ଡ଼ ବିବରଣୀରେ ମେଳ ଖାଉନାହିଁ ତେବେ ସେମାନଙ୍କୁ ଆଧାର ପଞ୍ଜୀକରଣ କିମ୍ବା ସଂଶୋଧନ କରିବାକୁ ପଡ଼ିବ। ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଏବଂ ଅପଡେଟ୍ କରିବା। ଯଦି ଆବେଦନକାରୀଙ୍କ ପାଖରେ ଆଧାର ସକ୍ଷମ ଏବଂ ଡେବିଟ୍ ଚାଲୁଥିବା ବ୍ୟାଙ୍କ ଆକାଉଣ୍ଟ ନାହିଁ ତେବେ ସେମାନେ ନୂଆ ଖାତା ଖୋଲିବାକୁ ପଡ଼ିବ। ବ୍ୟୁରୋ ରିପୋର୍ଟ, ପ୍ରବୀଣ ନ୍ୟୁଜ୍ ଓଡ଼ିଆ।